କିନ୍ତୁ ଆଜିକାଲି ସେଇ ୱାର୍ଡଟା କହିଲେ ନାତୁଣୀ ମାନେ ଓଲଟି ଜେଜେବା ମାନଙ୍କୁ ଓଲଟି ଜବାବ ଦଉ। ଯଦି ରାଣ୍ଡି ହେଲା ମହିଳାଟା ତାହେଲେ ପୁରୁଷକୁ କ'ଣ କୁହାଯିବ ମତେ ଟିକେ ଆପଣ ମାନ ମିଡିଆ ଭାଇ କହିବେ। ସ୍ତ୍ରୀ ଲୋକକୁ କହୁଛ ତମେ ବେଶ୍ୟା, ବେଶ୍ୟା ସେ କ'ଣ ଏକା ବେଶ୍ୟା ହୁଏ? ଗୋଟେ ପୁରୁଷ ବିନା ପୁରୁଷରେ ଗୋଟେ ମହିଳା ବେଶ୍ୟା ହୁଏନି। ଯୋଉ ପୁରୁଷଟା 1000ଟା ସ୍ତ୍ରୀ ସହିତ ସମ୍ପର୍କ ହୁଏ ତାକୁ କ'ଣ କୁହାଯିବ? ପୁରୁଷ ବେଶ୍ୟା। ଏଇ ଯୋଉ ସବଜେକ୍ଟକୁ ନେଇ ଆଗରୁ ଅପେରାରେ ମଧ୍ୟ ସରିଛି ଏବଂ ଗୀତ ମଧ୍ୟ ହେଇଛି, କିନ୍ତୁ ସେତେବେଳର ଯୁଗର ସିଚୁଏସନ୍ ସେତେବେଳେ ଯେଉଁ ସବୁ ଥିଲା, ଆମେ ଏଇଟା ଗାଁର ୱାର୍ଡ, ଏଇଟା ସହରର ୱାର୍ଡ ନୁହଁ, ଏଇଟା ଗାଁର ୱାର୍ଡ। ସେତେବେଳେ ଫକୀରମୋହନ ସେନାପତି ଯେତେବେଳେ ଏଇଟା ଲେଖିଥିଲେ କ'ଣ ଚିନ୍ତାଧାରା ନେଇ ଲେଖିଥିଲେ ସେ ବେଟର ଜାଣିଛନ୍ତି, କାହିଁକି ନା ସେ ବହୁତ ଆମେ ତାଙ୍କ ସବଜେକ୍ଟ ପଢ଼ିଛୁ ଏବଂ ଓଡ଼ିଆ ଭାଷା ଆଜି ଯେଉଁ ଯାକେ ଯାଇଛି ତାଙ୍କ ଯୋଗୁଁ ଯାଇଛି, ତେଣୁ ଆମେ ତାକୁ ସମ୍ମାନ ଦେଉଛୁ ହେଲା। ଦ୍ୱିତୀୟ କଥା ହେଲା, ଦେଖ ଆମେ ଓଡ଼ିଆ ଅସ୍ମିତା କହୁଛେ, ଯେତେବେଳେ ଆମେ ଟ୍ରେନରେ ବସୁଛେ ବାଲେଶ୍ୱର ଗଲା ପରେ ଦେଖିବା ଆମ ଲୋକମାନେ ଓଡ଼ିଆ ଭାଷାଟାକୁ ମାନେ କାଳେ କିଏ ଘୃଣା କରି ବସିଥିବେ, ସେ ହିନ୍ଦୀ ଖଣ୍ଡି ହିନ୍ଦୀ କହିକି ଯାଆନ୍ତି। ତେଣୁ ଓଡ଼ିଆ ଭାଷାକୁ ଆମେ ସମ୍ମାନ ଦେବା ଆମର ହେଲା କର୍ତ୍ତବ୍ୟ। ତେଣୁ ଆମେ ଫକୀରମୋହନ ସେନାପତିକୁ ଆମେ ସମ୍ମାନ ଦେଉଛୁ, ସମସ୍ତେ ସମ୍ମାନ ଦେଉଛୁ। ତେଣୁ ତାଙ୍କ ସବଜେକ୍ଟକୁ କାଟିବାଟା ବହୁତ କଷ୍ଟକର, କାହିଁକିନା ଏଇ ୱାର୍ଡଟା ଯଦି କାଟିବ ସେନ୍ସର ବୋର୍ଡ କାଟିବ, ନଚେତ ଆଉ କେହି କାଟି ପାରିବେନି, ଅପୋଜ କଲେ ବି କାଟି ପାରିବେନି। କିନ୍ତୁ ଦେଖନ୍ତୁ, ମୁଁ ଯେହେତୁ ଗୋଟେ ମହିଳା, ମୋତେ ସେ ୱାର୍ଡଟା ଭଲ ଲାଗି ନପାରେ, କାହିଁକି ନା ସେ ଯେଉଁ ରାଣ୍ଡି କାହାକୁ କୁହାଯାଏ? ରାଣ୍ଡି ଯଦି ବିଧବାକୁ କୁହାଯାଏ ବୋଲି ଆପଣ ଭାବିବେ, ତାହେଲେ ରାଣ୍ଡି ୱାର୍ଡଟା ନିଶ୍ଚୟ ଖରାପ। କାହିଁକି ଖରାପ ନା, ମୋ ମା ଯଦି କାଲି ମୋର ବାପା ଚାଲି ଯାଇଥିବେ, କାଲି ଯଦି ମୋର ଗୋଟେ ସାନ ଭଉଣୀଟେ ବିଧବା ହେଇଯାଇଥିବ, ବା ମୁଁ ବି କାଲି ଯଦି ମୋର ବା ବାଇଚାନ୍ସ କିଛି ହୁଏ, ମୋତେ ଯଦି କିଏ କ'ଣ କହେ, ମୋତେ ବାଧିବ ନା ସେଇ ୱାର୍ଡଟା କହିଲେ? ମୋ ପୁଅ ଆଗରେ ଯଦି କିଏ କହିବ ବାଧିବ ନା? ତେଣୁ ସେ ଯେଉଁ କମ୍ପ୍ଲେନ୍ କରିଛନ୍ତି ତାଙ୍କର ସେଟା ସୋଚ୍, ତାଙ୍କ ସୋଚ୍ ଅନୁସାରେ ମିଶ୍ର ବାବୁ ସେ ତାଙ୍କର ଅପୋଜ କରିଛନ୍ତି। କିନ୍ତୁ ତାକୁ ସମସ୍ତେ ତ ଅପୋଜ କରିପାରିବେନି, କାହିଁକି ନା ଏ ବିଷୟଟା ବନ୍ଦ ହେଇପାରିବନି, କାହିଁକିନା ଆମେ ତାଙ୍କୁ ସମ୍ମାନ ଦେଇକି ଏ ବିଷୟଟା କରିଛୁ। ଯେହେତୁ ସୋସିଆଲ ମିଡ଼ିଆ ବର୍ତ୍ତମାନ ବହୁତ ଆକ୍ଟିଭ, ସେତେବେଳେ ସୋସିଆଲ ମିଡ଼ିଆ ନଥିଲା, କେହି ଅପୋଜ ଏଇ ୱାର୍ଡଟା କରିନଥିଲେ। ଏବେ ଯଦି ମୋତେ ଭାବୁଛି ଫକୀରମୋହନ ସେନାପତି ଯଦି ଥାଆନ୍ତେ, ଏବେ ଯଦି ସେ ଫିଲ୍ମଟା କରିଥାନ୍ତେ, ଲେଖାଟା ଲେଖିଥାନ୍ତେ, ବୋଧେ କିଛି ଲୋକ କଣ୍ଟ୍ରୋଭର୍ସି ଆସିଥାନ୍ତେ ଫକୀରମୋହନ ସେନାପତି। କାହିଁକିନା ସେତେବେଳେ ଦେଖ ମହିଳାମାନେ ବହୁତ ନର୍ମାଲ ଲାଇଫ୍ ମେଣ୍ଟେନ୍ କରୁଥିଲେ, ସାଧା ଶାଢ଼ୀ ପିନ୍ଧୁଥିଲେ, ଘରୁ ବାହାରୁ ନଥିଲେ। ତାପରେ ଜେଜେମା ମାନେ ନାତୁଣୀ ମାନଙ୍କୁ ଅଟକାଉଥିଲେ, ଗୋଟେ ସବଜେକ୍ଟ ଥିଲା ଲୋ ରେବି, ଲୋ ନିଆଁ, ଲୋ ଖୁଣ୍ଟା ଯେଉଁ କହୁଥିଲେ, ସେତେବେଳେ ନାତୁଣୀ ମାନେ ସେଗୁଡ଼ାକୁ ଧରୁନଥିଲେ, କାହିଁକିନା ନାତୁଣୀ ମାନେ ଯଦି ଟିକେ ମାନେ ଦୁଷ୍ଟ ହେବେ, ଏମିତି ଜେଜେମା ମାନେ, ଆମକୁ ବି ଆମ ଜେଜେମା ମାନେ ବି କୁହନ୍ତି ସେତେବେଳେ, ମୁଁ ଜାଣିଛି। କିନ୍ତୁ ଆଜିକାଲି ସେଇ ୱାର୍ଡଟା କହିଲେ ନାତୁଣୀ ମାନେ ଓଲଟି ଜେଜେବା ମାନଙ୍କୁ ଓଲଟି ଜବାବ ଦେଉଛନ୍ତି। ତେଣୁ ସେତେବେଳର ଯେଉଁ ସବୁ ସ୍ନେହ ଥିଲା, ଯେଉଁ ମମତା ଥିଲା, ସେ ସ୍ନେହ ମମତା ଆଜିକାଲି ଆଉ ନାହିଁ। ଯାହାଫଳରେ ପ୍ରତ୍ୟେକ ୱାର୍ଡଟା ସମସ୍ତଙ୍କୁ ବାଧୁଛି, ଯେମିତି ଲୋରେ ବି ଲୋ ନିଆଁ ଯେମିତି ବାଧୁଛି, ଜେଜେମାକୁ ସାଙ୍ଗେ ସାଙ୍ଗେ ଉତ୍ତର ଦେଉଛନ୍ତି। କିନ୍ତୁ ସେଇ ଲୋରେ ବି ଲୋ ନିଆଁ, ଲୋ ଚୁଲି ଭିତରେ ଯେଉଁ ସ୍ନେହଟା ଥିଲା, ଆଜିକାଲି ଆଉ ସେ ସ୍ନେହ ନାହିଁ। ସ୍ନେହରେ ଡାକୁଥିଲେ, ସେ ରାଗରେ ଡାକୁନଥିଲେ ଜେଜେମା ମାନେ। ତେଣୁ କହନ୍ତିନି, ଏବେ ଚଣ୍ଡୀଟା ଡେଇଁ ଡେଇଁ ଯାଉଛି, ଡାକିଲେ କଥାଟା ଶୁଣୁନି। ଜେଜେମା ମାନେ କହନ୍ତିନି, ଦେଖିଲୁ କେମିତି ହଉଛି, ଆକୁ କୋଉ ଶ୍ୱଶୁର ଶାଶୁ ଘରେ ରଖିବଲ, ଏମିତି ଗୋଟେ ଗୋଟେ ୱାର୍ଡ ଜେଜେମା ମାନେ ସେତେବେଳେ ଆମେ ଦୁଷ୍ଟ ହେଲେ କହନ୍ତି। ଅଣ୍ଡରା ଚଣ୍ଡୀ ଆମ୍ବ ଗଛରେ ଚଢ଼ି ଯାଉଛି, ଏମିତି ଆମ ମାନଙ୍କୁ ଅଟକଉଥିଲେ ଏମିତି କହିକି। ତ ତା ଭିତରେ କିନ୍ତୁ ବହୁତ ସ୍ନେହ ଥିଲା। କିନ୍ତୁ ଆଜିକାଲି ଆଉ ସ୍ନେହ ତ ନାହିଁ, କୋଉଠି ଘରେ ଘରେ ସ୍ନେହ ନାହିଁ। ବାପା ମା କଥା ଛୁଆ ଶୁଣୁନାହାନ୍ତି, ଛୁଆମାନେ କାହା କଥା ସାର୍ ମାନଙ୍କ କଥା ମାନୁନାହାନ୍ତି। ଆଜିକାଲି ବହୁତ ମାନେ ମଡ଼ର୍ଣ୍ଣ ଯୁଗ ହେଇଗଲା। ଏଇ ମଡ଼ର୍ଣ୍ଣ ଯୁଗରେ ଏଇ ଯେଉଁ ୱାର୍ଡଟା, ଯେତେବେଳେ କଲେଜରେ ଜଣେ ଗୋଟେ ଛୁଆର ମା ମରିଯାଇଥିବ, ତାକୁ ଯଦି ସେ ରାଣ୍ଡି ପୁଅ ଅନତା ଜଣେ କହିଦେଲା, ସେ ଛୁଆଟାର ମାନସିକ ସ୍ଥିତି ଖରାପ ହେବ ଏବଂ ପାଠ ପଢ଼ାରେ ବି ଇଏ ଆସିବ। କ'ଣ ସ୍ତ୍ରୀ ଲୋକଟା କି ପାପ କଲା? ସ୍ତ୍ରୀ ଲୋକ କଥା ସ୍ୱାମୀଟାକୁ କ'ଣ ମାରିଦେଲା ଯେ ସେଇଟା ସେ ରାଣ୍ଡି ହେଇଗଲା? ଯାହାର ଆୟୁଷ ଯେତିକି ଭଗବାନ ଦେଇଛନ୍ତି ସେ ସେତେବେଳେ ମରିବେ। ତେଣୁ ଯଦି ହଁ, ଆଉ ଗୋଟେ ଆଜି ମୁଁ କହିବାକୁ ଚାହୁଁଛି, ମୋତେ ଅପୋଜ କରନ୍ତୁ, ଯଦି ଗୋଟେ ମହିଳାର ନାଁଟା ଯଦି ହେଲା ରାଣ୍ଡି, ଆମର ଅପୋଜିଟ୍ ଲିଙ୍ଗ ଅଛି, ପୁଲିଙ୍ଗ, ସ୍ତ୍ରୀଲିଙ୍ଗ, ଫିମେଲ ଆଉ ମେଲ। ଯଦି ରାଣ୍ଡି ହେଲା ମହିଳାଟା, ତାହେଲେ ପୁରୁଷକୁ କ'ଣ କୁହାଯିବ ମୋତେ ଟିକେ ଆପଣ ମାନ ମିଡ଼ିଆ ଭାଇ କହିବେ। କାହିଁକିନା ଯଦି ମହିଳାଟାର ସ୍ୱାମୀ ମରିଗଲା, ରାଣ୍ଡି ହେଲା, ତାହେଲେ ପୁରୁଷଟାର ସ୍ତ୍ରୀ ମରିଗଲେ ତାକୁ କ'ଣ କୁହାଯିବ? ନିଶ୍ଚୟ ଗୋଟେ ୱାର୍ଡ ଥିବ। ତାପରେ ଗଲା, ଗୋଟେ ସ୍ତ୍ରୀ ଲୋକକୁ କହୁଛ ତମେ ବେଶ୍ୟା,
ବେଶ୍ୟା କ'ଣ ଏକା ବେଶ୍ୟା ହୁଏ? ଗୋଟେ ପୁରୁଷ ବିନା ପୁରୁଷରେ ଗୋଟେ ମହିଳା ବେଶ୍ୟା ହୁଏନି। ଯୋଉ ପୁରୁଷଟା 1000ଟା ସ୍ତ୍ରୀ ସହିତ ସମ୍ପର୍କ ହୁଏ ତାକୁ କ'ଣ କୁହାଯିବ? ପୁରୁଷ ବେଶ୍ୟା କୁହାଯିବ ନା ନାହିଁ? ସେମିତି ତେଣୁ ପ୍ରତ୍ୟେକ ୱାର୍ଡର ଅପୋଜିଟ୍ ଅଛି, କିନ୍ତୁ ମହିଳାକୁ ନେଇକି ସବୁ ଜାଗାରେ ଚରିତ୍ର ଚିତ୍ରଣ କରାଯାଏ। କାହିଁକି ନା ସେତେବେଳେ ପୁରୁଷ ପ୍ରଧାନ ସମାଜ ଥିଲା, ତେଣୁ ମହିଳାକୁ ନେଇକି ଉଦଣ୍ଡି ସୀତା ଆଉ ରାଣ୍ଡିପୁଅ ଅନନ୍ତା ଏସବୁ ମହିଳାଙ୍କୁ ହଠାତ୍ ଚିତ୍ରଣ କରାଯାଏ। ଆଉ ସେତେବେଳେ ମହିଳାମାନେ ରିଭଲ୍ୟୁସନ୍ କରୁନଥିଲେ, ଅଳ୍ପ ପରିମାଣର ମହିଳା ଥିଲେ, ଏଜୁକେଟେଡ୍ ନଥିଲେ, ସମାଜକୁ ବାହାରୁ ନଥିଲେ ହେଲା, ସମାଜକୁ ଡରିକି। କିନ୍ତୁ ଆଜିକାଲି ମହିଳାମାନେ ଯେହେତୁ ଏଜୁକେଟେଡ୍ ହେଇଗଲେଣି, ସେମାନେ ଏଇ ୱାର୍ଡକୁ ଆକ୍ସେପ୍ଟ କରୁନାହାନ୍ତି କି ତାଙ୍କ ପିଲାମାନେ ବି ଆକ୍ସେପ୍ଟ କରିବେନି। ଶୁଣନ୍ତୁ, ଯଦି ସେ ଚଳଚ୍ଚିତ୍ରରେ ବ୍ଲାକ୍ ଆଣ୍ଡ ହ୍ୱାଇଟ୍ର ଦୃଶ୍ୟ ଥିବ ତାହେଲେ ଲୋକମାନେ ଫକୀରମୋହନ ସେନାପତିଙ୍କର ଦୃଶ୍ୟ ବୋଲି ଆମେ ମାନିବୁ। ଯଦି ଏଠି ଦୁବାଇର ସିନ୍ ଥିବ, ଯଦି କାଶ୍ମୀରର ବରଫ ପଡ଼ୁଥିବା ସିନ୍ ଥିବ, ଯଦି ପ୍ଲେନ୍ରେ ଉଡ଼ୁଥିବା ସିନ୍ ଥିବ, ତାହେଲେ ଫକୀରମୋହନ ସେନାପତିଙ୍କ ପ୍ରତି ଏଟା ଅବମାନନା ହେବ। ଯେମିତି ୱାର୍ଡଟା ଯଦି ବି ଚେଞ୍ଜ ହେଲେ ଅବମାନନା ହେବ, ତାହେଲେ ସେ ଚାଳିଆ ଘର ଯଦି ନଥିବ, ଝରଣା ଝଗଡ଼ା ନଥିବ, ଶଗଡ଼ ନଥିବ, ଗାଈ ଗୋଧୂଳି ଗାଈ ଯାଉନଥିବେ, ଚଢ଼େଇ ରାଉ ରାଉ କରି ଆକାଶରେ ଉଡ଼ୁନଥିବେ 5ଟା ବେଳକୁ, ଯେଉଁ ସବୁ ସିନେରୀ ସବୁ ଗାଁର, ଆମ ଗାଁ ବୋଲି ଗୋଟେ ଗୀତ ଅଛି ଯେମିତି, ସେଇଗୁଡ଼ା ଯଦି ନଥିବ ତାହେଲେ ସେ ଫକୀରମୋହନ ସେନାପତିଙ୍କର ସବଜେକ୍ଟଟା ଅଧୁରା ରହିଲା ବୋଲି ଆମେ ଭାବିବା। ତେଣୁ ତାଙ୍କୁ ଯଦି ସମ୍ମାନ ଦେଇ ସବଜେକ୍ଟ ସମ୍ମାନ ଦେଉଛ, ସେତେବେଳେ ସିଚୁଏସନଟାକୁ ବି ସେଇ ଅନୁସାରେ କ୍ୟାଚ୍ କରିକି ଲୋକଙ୍କୁ ଦେଲେ ଲୋକ ଆକ୍ସେପ୍ଟ କରିବେ, ହଁ ତାଙ୍କ ସବଜେକ୍ଟ ଏଇଟା ବୋଲି। କିନ୍ତୁ ଆଜିକାଲି ମଡ଼ର୍ଣ୍ଣ ଯୁଗରେ ଯଦି ପ୍ଲେନ୍ ଦେଖେଇବ, କାଶ୍ମୀର ଦେଖେଇବ, ଦୁବାଇ ଦେଖେଇବ, ତାହେଲେ ଏଇଟା ଫକୀର ସେନାପତିଙ୍କର ସବଜେକ୍ଟଟାକୁ ତମେ ଗୋଟେ ଆଣିକି ଡେମୋ କରି ଲୋକଙ୍କୁ ପଇସା ଇନକମ୍ କରିବା ପାଇଁ ତମେ କରୁଛ ବୋଲି ଲୋକ ଏଇଟା ଭାବିବେ।